श्री जगन्नाथ भाई मैंने सर्वप्रथम गुरुदेव गणपति एवं जगदम्बा को प्रणाम करी आज आम आमर वास्तु सेशन आरंभ करिया। वास्तु सेशन क्रम रे आमे बहुत सारा बेसिक सेशंस देइछु। जो जो मैंने देखि नते आराम से जाएंगे भल से पढ़ंतु भल से मन दे शुणंतु এবং ଦୟାକରି ସେ ଭିଡିଓ ଗୁଡାକ ବାରମ୍ବାର ବାରମ୍ବାର ଚେକ୍ କରନ୍ତୁ ଯାହା ଦ୍ୱାରା ସମସ୍ତଙ୍କର ମନରେ ଆସିବ ମାନେ ମନେ ପଡିବ କଥା ଗୁଡାକ ରିଭାଇଜ ହେଇ ଚାଲିବ ଏବଂ ଆପଣ ମାନେ ନିଜ ମଧ୍ୟ ପଢନ୍ତୁ। ଆଜି ଆମର ବାସ୍ତୁକ୍ରମରେ ରହିବ ମାଟି ପରୀକ୍ଷା ବା ସଏଲ ଟେଷ୍ଟିଂ। ସଏଲ ଟେଷ୍ଟିଂ ଅନେକ ପ୍ରକାର ହେଇପାରେ, ବହୁତ ସାରା ବହିରେ ବହୁତ ସାରା ମତ ଦେଇଛି, ମାନେ ଏତେ ଏକ୍ସଟେନ୍ସିଭଲି ଦେଇଛି ବହୁ ବହୁ ବହି ଗୁଡାକରେ। ଆଉ ଯୋଉଟା କି ଆକ୍ଚୁଆଲି ରେ କରିବା ପାଇଁ କି ସମୟ, ସୁବିଧା ଏବଂ ଅର୍ଥର ପ୍ରয়োଜନ। ଏବଂ ଆମେ ଯୋଉଗୁଡାକ ବି ଯୋଉ ବାସ୍ତୁର ଟେଷ୍ଟିଂ ଦଉଛୁ ଯେ ଏବେ ଯୋଉଟାକୁ ମୁଁ ସଏଲ ଟେଷ୍ଟିଂ ର ପ୍ରୋସିଜର ପଢେଇବି, ଏଇ ଗୋଟାକୁ ହିଁ ଯେ ସଏଲ ଟେଷ୍ଟିଂ ର ପ୍ରୋସିଜର ଏଇଆ ନୁହେଁ। ଆମେ ଛୋଟ ଛୋଟ ବେସିକ ସେସନ୍ସ ଦଉଛେ, ଯେମିତି ଗୋଟେ ପଞ୍ଚମ ଶ୍ରେଣୀର ପିଲା ଗାଈ ବିଷୟରେ ରଚନା ପଢିଲେ ଗାଈର ରଚନାଟାକୁ ଯୋଉଭଳି ଭାବରେ ଲେଖିବ, ଯଦି ଗୋଟେ ବଟନୀ ସରି ଜୁଲୋଜି ବାୟୁ ମାନେ ଯେ ଗାଈଙ୍କ ଉପରେ ଭେଟନାରୀ ଡକ୍ଟର ଯଦି ଗାଈ ଉପରେ ରଚନା ପଢିବ ସିଏ ଯୋଉ ଭଳିଆ ଲେଖିବ, ତା ଭିତରେ ଫରକ ଅଛି। ତେଣୁ ଆମେ ଏଗୁଡା ସବୁ ବେସିକ ସେସନ୍ସ ନଉଛୁ। ଏଥର ଆପଣ ଫସିକି ରହିଯିବେନି କି ଏଇ ଗୋଟା ହିଁ ମାଧ୍ୟମ। ହଁ, ଏଗୁଡାକ ବହୁତ ହିଁ ବେସିକ୍ସ, ଏଗୁଡାକୁ ଛାଡିକି ଆପଣ କୁଆଡେ ଯାଇପାରିବେନି। ଯେମିତି କୌଣସି କଥା କହିବାକୁ ହେଲେ ବା କୌଣସି ଲେଟର ଲେଖିବାକୁ ହେଲେ ବର୍ଣ୍ଣମାଳାର ପ୍ରয়োଜନୀୟତା ରହିଛି, ବର୍ଣ୍ଣମାଳାକୁ ସ୍କିପ୍ କରିକି ଆପଣ କୌଣସି କାମ କରିପାରିବେନି। ସେମିତି ଏଇ ଯୋଉ ସେସନ୍ସ ଗୁଡିକ ରହିବ, ଏ ସେସନ୍ସ ଗୁଡିକୁ ସ୍କିପ୍ କରି ଆପଣ ହାୟର ସେସନ୍ସ କୁ ଯାଇପାରିବେନି, କାରଣ ଏଗୁଡା ହଉଛି ବିଲ୍ଡିଂ ବ୍ଲକ୍ସ ବା ବେସିକ୍ସ। ଇଏ ଥିଲା ଆମର ଇଣ୍ଟ୍ରୋଡକ୍ସନ। ଏବେ ନେକ୍ସଟ ଆମେ ଜାଣିବା ଯେ ଆମେ ପ୍ରିଭିୟସଲି କଣ କଣ ସବୁ ଡିସ୍କସନ କରିଛୁ। ଆମେ ପ୍ରିଭିୟସଲି ବହୁତ କିଛି ଜିନିଷ ଡିସ୍କସନ କରିଦେଇଛୁ, ଯେମିତି କି ପ୍ଲଟ ର ସେପ୍ କେମିତି ରହିବ, ପ୍ଲଟ ଉପରେ ଏନଭାୟରମେଣ୍ଟ ର କଣ ଇଫେକ୍ଟ ରହିବ, କଣ କଣ ସବୁ ବସ୍ତୁ ଆମର ପରିବେଶରେ ରହିଲେ କିଭଳି ଭାବରେ ଇମ୍ପାକ୍ଟ କରିବ ଆମର ବାସ୍ତୁକୁ, ଏବଂ ବାସ୍ତୁର କଣ କଣ ସବୁ ରିମେଡି, ଛୋଟ ଛୋଟ ରିମେଡି ଆମେ କଣ ଦେଇକି ଆମେ ପରମାନେଣ୍ଟ ଅସୁବିଧାରୁ ଦୂରେଇକି ରହିପାରିବା, ଆଉ ସବୁ କରିଛେ। କିନ୍ତୁ ଏଇ ଯେତେ ସବୁ ଯାହା କରିଛେ, ଯେତେ ସବୁ ଯାହା ପଢିଛେ, ଆମେ ଘରଟା ତ କରିବା ମାଟି ଉପରେ, ଆମେ ଆକାଶରେ ତ ଘର କରିପାରିବାନି। ଆମେ ଯେତେ ବାସ୍ତୁ ଭଲ ଭାବରେ କଲେ ମଧ୍ୟ ଯଦି ମାଟି ଭିତରେ କଳୁଷିତ ରହିଯାଇଛି, ତମେ ଯେତେ ଯାହା କର, ସେ ମାଟି ଟେଷ୍ଟ ଯେ ପର୍ଯ୍ୟନ୍ତ ତମେ ଠିକ ସେ ନ କରିଛ ବା ତା କଳୁଷିତ ଦୂର ନ ହେଇଛି, ସେ ପର୍ଯ୍ୟନ୍ତ ତୁମକୁ ପ୍ରୋବ୍ଲେମ ଫେସ୍ କରିବାକୁ ପଡିବ, ତମେ ଯେତେ ଭଲ ବାସ୍ତୁରେ ରହିଥାଅ। ଦେଖ, ଗୋଟେ ମୁଁ ସିମ୍ପଲ ଏକ୍ସାମ୍ପଲ ଦଉଛି ଏଇ କଥାକୁ ନେଇକି, ସେଇଥିରୁ ତମେ ରିଲେଟ କରିବ କଥାଟା। ଯେମିତି ଗୋଟେ ଭଲ ଫସଲ ଫଳିବା ପାଇଁ ଉନ୍ନତ ଉର୍ବର ମାଟି ଏବଂ ଉନ୍ନତ ଉର୍ବର ବୀଜର ପ୍ରୟୋଜନ ରହିଛି, ଠିକ ସେଇଭଳି ଭଲ ବାସ୍ତୁ ପ୍ଲଟ ଟିଏ ମିଳିଗଲେ, ଯଦି ବାସ୍ତୁର ନିୟମ ଅନୁଯାୟୀ ଫଲୋ ନ କରିକି ତୁମେ ମାନେ ଯଦି ସେଠି ଘର କଲ, ତୁମେ ବାସ୍ତୁର ନେଗେଟିଭ ଇମ୍ପାକ୍ଟ ଗୁଡିକ ପାଇବ। ଏବଂ ଭଲ ବାସ୍ତୁ କର୍ମ କରିକି ମଧ୍ୟ ଯଦି ମାଟିଟା ଖରାପ ହେଇଗଲା, ସେଠି ବି ତୁମେ ନେଗେଟିଭ ଇମ୍ପାକ୍ଟ ପାଇବ। ଏଇ ଜିନିଷଟା ମୁଣ୍ଡରେ ରଖିନି। ତ ମାଟି ଟେଷ୍ଟ ଜେନେରାଲି 6 ପ୍ରକାର ରହିଛି। ମାଟିର 6ଟା ମେନ୍ ଟେଷ୍ଟ ରହିଛି। ସଏଲ ଟେଷ୍ଟିଂରେ ଯୋଉ ପ୍ରୋସିଜିଅର ରହିଛି, ସେଥିରେ ମେନଲି 6ଟା ରହିଛି। କଣ କଣ ରହିଛି ଚାଲନ୍ତୁ ସେଗୁଡା ଭଲ ଭାବରେ ଦେଖିବା, ଜାଣିବା। ମାଟିର ଯୋଉ ପରୀକ୍ଷା ରହିଛି, ଆମେ ସଏଲ ଟେଷ୍ଟିଂ ପଢୁଛେ। ସଏଲ ଟେଷ୍ଟିଂ ଏଟା କାହିଁକି ପଢୁଛେ, ଏଇଟା ମୁଁ ଅଲରେଡି କିଛି ସମୟ ପୂର୍ବରୁ ବ୍ୟାଖ୍ୟା କରିବା ପୂର୍ବରୁ କହିଦେଇଛି। ଏଟାକୁ କହନ୍ତି ମାଟିର ପରୀକ୍ଷା। ରାଜବାବୁଙ୍କୁ ରିକ୍ୱେଷ୍ଟ କରିବି ସଏଲ ଟେଷ୍ଟିଂ ର ଗୋଟେ ସେପାରେଟ ପ୍ଲେ ଲିଷ୍ଟ କରିବେ। ଯେ ବି ସଏଲ ଟେଷ୍ଟିଂ ବିଷୟରେ ଡିପଲି ଜାଣିବାକୁ ଚାହିଁବେ, ଏଇ ପ୍ଲେ ଲିଷ୍ଟରେ ଆମେ ଆଗକୁ ବି ଯୋଉ ହାୟର ଲେବୁଲ ସଏଲ ଟେଷ୍ଟିଂ ର ଭିଡିଓ ଅପଲୋଡ କରିବା, ଏଇ ପ୍ଲେ ଲିଷ୍ଟରେ ସବୁ ଇନକ୍ଲୁଡ ହେବ। ତ ମାଟି ପରୀକ୍ଷା 6 ପ୍ରକାର କରାଯାଏ। ପଏଣ୍ଟ ନମ୍ବର 1, ଘନତ୍ବ ପରୀକ୍ଷା। ଏଟା ବେସିକ୍ସ। ତାପରେ ବିକିରଣ ପରୀକ୍ଷା। 3ରେ ଆର୍ଦ୍ରତା ପରୀକ୍ଷା। 4ରେ ରଙ୍ଗ ବିକିରଣ। 5ରେ ଉର୍ବରତା ପରୀକ୍ଷା। 6ରେ
ପବନ ପ୍ରବାହ ପରୀକ୍ଷା। ୟାର ଇଂଲିଶ ଟର୍ମ ଗୁଡିକ କଣ ରହିବ ନା ଡେନ୍ସିଟି। ୟାର ଇଂଲିଶ ଟର୍ମ ଟା କଣ ରହିବ ନା ରେଡିଏସନ। ଏଇଟା ସବୁ ଟେଷ୍ଟ, ଡେନ୍ସିଟି ଟେଷ୍ଟ, ରେଡିଏସନ ଟେଷ୍ଟ। ଆର୍ଦ୍ରତାର କଣ ରହିବ ନା ମଏଶ୍ଚର ଟେଷ୍ଟ। ରଙ୍ଗ ବିକିରଣର କଣ ରହିବ ନା କଲର ରେଡିଏସନ ଟେଷ୍ଟ। ଉର୍ବରତାର କଣ ରହିବ ନା ଫର୍ଟିଲିଟି ଟେଷ୍ଟ। ପବନ ପ୍ରବାହର କଣ ରହିବ ନା ଏୟାର ଫ୍ଲୋ ଟେଷ୍ଟ। ଏଇ ଛଅଟା ଆମେ ପଢିବା। ମୁଁ ଖାଲି ଗୋଟେ ସମ୍ୟକ ସୂଚନା ଦେଇଛି। ଆମେ ଭଲ ଭାବରେ ଗୋଟେ ଗୋଟେ ଟପିକ କୁ ଭଲ ଭାବରେ ବୁଝିବା, ନହେଲେ ଯଦି ସେ ଗୋଟିଏ ଥରରେ ତରତରରେ ବୁଝେଇଦେବି ସେ କିଛି ଲାଭ ନୁହଁ। ଘନତ୍ବ ପରୀକ୍ଷା, ଘନତ୍ବ ମାନେ ଡେନ୍ସିଟି, ମାଟିର ଘନତ୍ବ କୋଉ ଭଳି ଭାବରେ ଅଛି। ବିକିରଣ ମାନେ ମାଟିର ରେଡିଏସନ ଏନର୍ଜି, ମାଟିର ଗୋଟେ ପ୍ରତ୍ୟେକ ଜିନିଷର ଭାଇବ୍ରେସନ ଗୋଟେ ରେଡିଏସନ ର ଏନର୍ଜି ଅଛି, ତାର କିଭଳି ଭାବରେ ଅଛି। ଆର୍ଦ୍ରତା ମାନେ ସେଠି କେତେ ପାଣି କେତେ ଆମାଉଣ୍ଟ ର ଅଛି। ରଙ୍ଗ ବିକିରଣ ମାନେ ସେ ମାଟିକୁ କୋଉ କଲର ସୁଟ କରୁଛି, କୋଉ କଲର ର ମାଟିରେ ହଉଛି। ଉର୍ବରତା ମାନେ ସେ ଜାଗାରେ ଭଲ ଗଛ ଫଛ ଉଠିବ କି ନାହିଁ। ପବନ ପ୍ରବାହ ମାନେ ସେ ଜାଗାରେ ଯୋଉଠି ଆପଣ ଘର କରୁଛନ୍ତି ସେଠି ଏୟାର ଫ୍ଲୋ ଭେଣ୍ଟିଲେସନ କିଭଳି ଭାବରେ ଅଛି। ଏଇ ଛଅଟା ଟେଷ୍ଟ ହବ। ଏଇ ଛଅଟା ଟେଷ୍ଟକୁ ସାଟିସ୍ଫାଇ କଲା ପରେ ଆମେ ଜାଣିପାରିବା ଯେ ସେ ଯୋଉ ମାଟିରେ ଯୋଉଠି ଆମେ ରହିବାକୁ ଯାଉଛେ ସେ ମାଟିଟା ଆମର ରହିବା ଦୃଷ୍ଟିରୁ କେତେ ମାତ୍ରାରେ ଭଲ, କେତେ ମାତ୍ରାରେ ଖରାପ। ଠିକ ଅଛି। ଏଇଟା ଗୋଟେ ଗୋଟେ ଟେଷ୍ଟକୁ ଆମେ ଗୋଟେ ଗୋଟେ ଭିଡିଓ କରିକି ଆରାମସେ ଛୋଟ ଛୋଟ ଭିଡିଓ କରିକି ବୁଝିବା। ତେବେ ଆଜିର ସେସନରେ ଆମେ ଏଇ କଥାଟା ଭଲସେ ଜାଣିଲେ ଯେ କିଭଳି କେତେ ପ୍ରକାର ଟେଷ୍ଟ ରହିଛି, କିଭଳି କିଭଳି ଭାବରେ ଟେଷ୍ଟ ଗୁଡିକ ହବ, ସେଗୁଡିକ ଆଗାମୀ ଭିଡିଓରେ ଜାଣିବା। ଏ ପ୍ଲେ ଲିଷ୍ଟ ଗୁଡକୁ ସେପାରେଟ ରହିବ, ଆପଣ ମାନେ ସେଇଥିରେ ଯାଇକି ଆରାମସେ ଚେକ୍ କରିପାରିବେ, ଦେଖି ବି ପାରିବେ, ଏବଂ କିଛି ଯଦି ଡାଉଟ ହେଲା ପଚାରି ବି ପାରିବେ। ଏବଂ ଯୋଉ ଭିଡିଓ ଗୁଡିକ ଅପଲୋଡ ହଉଛି ଦୟାକରି ସମସ୍ତେ ରିକ୍ୱେଷ୍ଟ ସମସ୍ତେ ଦେଖନ୍ତୁ, ସେ ଜିନିଷ ଗୁଡାକ ମନେ ରଖନ୍ତୁ। କାରଣ ଯେତେବେଳେ ଆମେ ବାସ୍ତବିକ ଭାବରେ କୌଣସି ବାସ୍ତୁ ବିଷୟରେ କାମ କରିବାକୁ ଯିବା, ଏ ସବୁତିକ ଗୋଟେ ଗୋଟେ ଥରରେ ହବନି। ଏ ସବୁତିକ ଏକତ୍ରିତ ଭାବରେ ସେଠି ଇମ୍ପ୍ଲିମେଣ୍ଟ କଲେ ହିଁ ଯାଇକି ସେଗୁଡିକ ମନେ ରହିବ, ନହେଲେ ସେଗୁଡିକ ବାସ୍ତବ ଭାବରେ ମନେ ରହିବନି। ତେବେ ଆଜିର ସେସନ ପାଇଁ ଏତିକି। ପୁଣି କିଛି ନୂଆ ସେସନ ସହିତ ଆମେ ଯୋଡି ହେବା। ସମସ୍ତଙ୍କୁ ଜୟ ଶ୍ରୀ ଜଗନ୍ନାଥ।